ସମସ୍ତଙ୍କୁ ଶୁଭ ସକାଳ। ଆଜି ମୁଁ ଏବେ ଯାଉଛି ନରସିଂହପୁରର ବୁଢ଼ାବୁଢ଼ୀ ଘାଟି ରାସ୍ତାରେ। ତ ସକାଳ ସମୟ, ଚାରିଆଡ଼େ ତ ବର୍ଷା ଲାଗି ରହିଛି। ଏବେ ବି ଟିକେ ଟିକେ ବର୍ଷା ଚାଲିଛି। ତ ଏମିତିରେ ଚାରିଆଡ଼େ ବହୁତ ସୁନ୍ଦର ପରିବେଶ ରହିଛି, ଦେଖିପାରୁଥିବେ। ଘାଟି ରାସ୍ତାର ଦୃଶ୍ୟ କିନ୍ତୁ ଟିକେ ନିଆରା। ତ ମୁଁ ଭାବିଲି ଆପଣମାନଙ୍କ ସହିତ ଏ ସୁନ୍ଦର ମୁହୂର୍ତ୍ତକୁ ସେୟାର କରିବା ପାଇଁ। ତେବେ ଆସନ୍ତୁ ମୋ ସହିତ ପ୍ରକୃତିର ଏହି ସୁନ୍ଦରତାକୁ ମିଶି ଉପଭୋଗ କରିବା। ଜୟ ମା ବୁଢ଼ାବୁଢ଼ୀ। ଏଇଠୁ ଘାଟି ରାସ୍ତା ଆରମ୍ଭ ହେଉଛି। ଏବେ ତ ଆମେ ଘାଟି ରାସ୍ତା ଦେଇ ଯାଉଛେ, ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି। ବର୍ଷା ଦିନେ ଏମିତି ତ ପରିବେଶ ଚାରିଆଡ଼େ ସବୁଜ ସୁନ୍ଦର ଦେଖାଯାଏ। ଦେଖିପାରୁଥିବେ କେତେ ସୁନ୍ଦର ଲାଗୁଛି ରାସ୍ତାର ଦୁଇ ପାର୍ଶ୍ୱ। କଥାରେ ଅଛି, ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ସତରେ ପ୍ରକୃତିର ଏଇ ଯେଉଁ ସୁନ୍ଦରତା ଯେତେ ଥର ଦେଖିଲେ ମଧ୍ୟ ବାରମ୍ବାର ଆଖି ଆପେ ଆପେ ଟାଣି ହୋଇଯାଏ। ଗତକାଲିଠୁ ତ ଏମିତି ବର୍ଷା ଲାଗି ରହିଛି, ସେଇଥିଲାଗି ରାସ୍ତାଘାଟ ସବୁ ଓଦା। ଆକାଶ ପୁରା ମେଘାଚ୍ଛନ୍ନ। ଏମିତିରେ ଲାଗୁଛି ସତେ ଯେମିତି କୁହୁଡ଼ି ଭିତର ଦେଇ ଆମେ ଗତି କରୁଛେ। ଘଟି ରାସ୍ତାର ମଝିରେ ଟିକେ ସମୟ ପାଇଁ ଅଟକି ଯିବି। ଏଇଠି ପରିବେଶ ଟିକେ ବେଶୀ ନିଆରା ଲାଗୁଛି। ଦେଖିପାରୁଥିବେ ଚାରିଆଡ଼ ଜଳକଣାରେ ଢାଙ୍କି ହେଇ ରହିଛି। ପୁଣି ଆଗକୁ ବଢ଼ିବା। ଏବେ ଆମେ ବୁଢ଼ାବୁଢ଼ୀ ଠାକୁରାଣୀଙ୍କ ମନ୍ଦିରଠୁ ପାଖାପାଖି 1 କିଲୋମିଟର ଆଗକୁ ଆସିଲେଣି। ଏପଟେ ବର୍ଷା ହେଇକି ଛାଡ଼ି ଯାଇଛି। ବର୍ଷା ଛାଡ଼ି ଯାଇଛି। ସୁନ୍ଦର ପରିଷ୍କାର ଚକାଚକ ରୋଡ଼ ସାଙ୍ଗକୁ ରାସ୍ତାର ଦୁଇ ପାର୍ଶ୍ୱରେ ଯେଉଁ ସବୁଜିମା, ତା ସହିତ ମନଲୋଭା ପରିବେଶ ଆଉ ଥଣ୍ଡା ପବନ, ବହୁତ ସୁନ୍ଦର ଲାଗୁଛି। ଖାଲି ବର୍ଷା ଦିନ ନୁହେଁ, ବର୍ଷର ସବୁ ସମୟରେ ଏହି ଘାଟି ରାସ୍ତାର ଦୃଶ୍ୟ ସୁନ୍ଦର, ମନଲୋଭା ଏବଂ ଆକର୍ଷଣୀୟ ରହିଥାଏ। ଚାରିଆଡ଼େ ସବୁଜ ସୁନ୍ଦର ପରିବେଶ। ସତେ ଯେମିତି ମନେ ହେଉଛି ଆମ ଦୁନିଆ ଛାଡ଼ି ଆଉ କେଉଁ ଦୁନିଆକୁ ଚାଲି ଆସିଛେ। ଆପଣଙ୍କୁ ଏ ପରିବେଶ କେମିତି ଲାଗୁଛି ଜଣାଇବେ। ତା ସହିତ ଭିଡ଼ିଓଟି କେମିତି ଲାଗୁଛି ନିଶ୍ଚୟ କମେଣ୍ଟ କରିବେ। ଜୟ ମା ବୁଢ଼ାବୁଢ଼ୀ।